ଆମେ ପଢ଼ୁଥିଲୁ ପରଶୁରାମ ଭେଟ। ଆମେ ସେଥିରେ ଦେଖିଲୁ ଯେତେବେଳେ ରାମଚନ୍ଦ୍ର ସୀତାଙ୍କୁ ଧରି ଫେରୁଥାନ୍ତି ଅଯୋଧ୍ୟାକୁ ବିବାହ ପରେ, ରାସ୍ତାରେ ପରଶୁରାମଙ୍କର ସହିତ ଭେଟ ହୋଇଛି ଏବଂ ପରଶୁରାମଙ୍କର କ୍ରୋଧିତ ରୂପକୁ ଦେଖି ହତାଶ ହୋଇପଡ଼ିଛନ୍ତି ତାଙ୍କର ପିତା ଦଶରଥ ଏବଂ ସେ ପରାମର୍ଶ ମାଗିଛନ୍ତି ମୁନି ବଶିଷ୍ଠଙ୍କର, କ'ଣ କରାଯିବ ଏହି ପରିବେଶରେ? ଇଏ ମୋହର ପୁତ୍ର ନପୁଣ ଯାଇନାସି, କି ବୁଦ୍ଧି କରିବି କହ ସେ ବିଚାରି। ତେଣୁ କ'ଣ ବୁଦ୍ଧି କରିବା ଆପଣ ସେଇଟା କୁହନ୍ତୁ। ସେଇଠୁ ବଶିଷ୍ଠ କହୁଛନ୍ତି, ଶୁଣିନ ବୋଲଇ ବଶିଷ୍ଠ ତ ପଚାରି, ରସୁ ହୋଇଲାକ ବୀରତୁର ଶୁଣି। ତେଣୁ ପରଶୁରାମ ଏ ଯେଉଁ ବୀରବାଦ୍ୟ ବାଜୁଥିଲା ତାକୁ ଶୁଣିକିରି ଆସିଛନ୍ତି। ଚାଲ ପ୍ରବୋଧ କରିବା ନୃପମଣି, ହେ ରାଜା, ହେ ନୃପମଣି, ଚାଲ ତାଙ୍କୁ ପ୍ରବୋଧ କରିବା, ବୁଝେଇବା। ଯେବଣ ଉପସର୍ଗ ଦେଖିଲୁ ତୁ ଆଜ, ପ୍ରତ୍ୟକ୍ଷ ଆସି ତତେ ଫଳିଲା ମହାରାଜ। ଯେଉଁ ଖରାପ ଲକ୍ଷଣ ସବୁ ଦେଖା ଦେଉଥିଲା ସେ ଲକ୍ଷଣ ଫଳବତୀ ହେବା ପାଇଁ ବସିଛି। ମୁହିଁ ଯେ ବୋଇଲି ପଶୁ ଏତେ ଥାଇ, ତାହାକୁ ଏତେ ଭେଟ ନହେଲେ ଭଲ ହୋଇ। ମୁଁ ତ କହୁଥିଲି ପରଶୁରାମ ଏଠି ଥିବେ, ତାଙ୍କ ସହିତ ଭେଟ ନହେଲେ ଭଲ ହେବ। ଦୈବର କଥା କେ କରିବ ଆନ, ଚାଲ ପ୍ରବୋଧିବା ରେଣୁକାନନ୍ଦନ। ତେଣୁ ଦୈବର କଥା ଆନ ହେବ ନାହିଁ, ଭାଗ୍ୟରେ ଭେଟ ହେବାର ଥିଲା, ତେଣୁ ଭେଟ ହେଇଛି, ଚାଲ ଆମେ ତାକୁ ପ୍ରବୋଧନା ଦେବା, ତାଙ୍କୁ ଆମେ ବୁଝେଇବା। କଥା ହୁଅନ୍ତେଣ ମିଳିଲା ପରଶୁଧାରୀ, କାଳଦଣ୍ଡ ପ୍ରାୟକ ଅଛଇ କୋଠାରୀ। ଏମାନଙ୍କର କଥୋପକଥନ ଭିତରେ ପରଶୁରାମ ଆସିଯାଇଛନ୍ତି। କୋପ କରିଣ କାମଡ଼ଇ ଅଧର, ରାଗେଣ ଦେହେ କମ୍ପଇ ଥରହର। ଏତେ କ୍ରୋଧାନ୍ୱିତ ହୋଇଛନ୍ତି ଯେ ରାଗରେ ସେ ଓଠକୁ କାମୁଡ଼ୁଛନ୍ତି ଏବଂ ତାଙ୍କର ଦେହ ଥରି ଯାଉଛି କ୍ରୋଧରେ। ଦେଖିଣ ଦଶରଥ ଯାନରୁ ଉତୁରି, ଭୃଗୁପତି ଚରଣେ ନମସ୍କାର କରି। ତେଣୁ ଯାନରୁ ଓହ୍ଲେଇ ପଡ଼ିଛନ୍ତି ସେ ଏବଂ କ'ଣ କରିଛନ୍ତି, ସେ ଯାଇକି ତାଙ୍କୁ ନମସ୍କାର କରିଛନ୍ତି ପରଶୁରାମଙ୍କୁ। ପୁଣ ଉଠୋଇ ପୁଣ ପାଦ ପଡ଼ଇ, କାର୍ପୁ ନ ହୋଇ ବେନିକର ଯୋଡ଼ଇ। ବାରମ୍ବାର ସେ ତାଙ୍କୁ ପ୍ରଣିପାତ କରିଛନ୍ତି ଏବଂ ହାତ ଯୋଡ଼ିକି ରହିଛନ୍ତି। ଭୋ ମୁନି ଦିଶିଲା ଇଏ ମୋହର ପୁଣ୍ୟ, ଯହୁଁ ଦେଖିଲେ ମୁହିଁ ଯମଦଗ୍ନିର ନନ୍ଦନ। ହେ ମୁନି, ମୋର ଏ ମହାଭାଗ୍ୟ, ମୁଁ ଯମଦଗ୍ନିର ପୁତ୍ର ପରଶୁରାମଙ୍କର ଦର୍ଶନ ପାଇଛି। ଭୃଗୁକୁଳ ମଣ୍ଡନ ତପୀଙ୍କର ଶ୍ରେଷ୍ଠ, କ୍ଷତ୍ରୀଙ୍କର ଯମ ତପେଣ ଗରିଷ୍ଠ। ତେଣୁ ଭୃଗୁକୁଳର ମଣ୍ଡନ କରୁଥିବା ତପିଶ୍ରେଷ୍ଠ କ୍ଷତ୍ରିୟମାନଙ୍କର ଯମ ସଦୃଶ୍ୟ ଆପଣ, ଆପଣଙ୍କର ସହିତ ମୋ ଦର୍ଶନ ହେଲା, ମୋର ଅହୋଭାଗ୍ୟ। ପ୍ରାକମେଣ ସାଚା ଗରିଷ୍ଠ ଈଶ୍ୱର, ବଲେନ ଅକଳିତ କୋପେଣ କୃପାର। ତେଣୁ ଆପଣ କୋପନ କରି ଆମ ଉପରେ କୃପା କରନ୍ତୁ। ଦୟାୟଣ ଧର୍ମ ସହେନ୍ତଳ ମେଦିନୀ, ଜୟ ଜୟ ପରଶୁଧର ମହିମା ତର ଧ୍ୱନି। ତେଣୁ ଆପଣ ଚାହିଁଲେ ଆମକୁ କ୍ଷମା କରିଦେଇପାରିବେ, ଆପଣଙ୍କର ମହାନତା ପ୍ରକଟିତ ହେବ। ଯେତେକ ଯେ ପାପ ଥିଲା ମୋହର ଅଙ୍ଗେ, ତୋତେ ଦେଖିଣ କଲି ଗଙ୍ଗେ। ତେଣୁ ତୁମ ଭଳିଆ ପବିତ୍ର ମୁନିକୁ ଦେଖି ମୋ ସମସ୍ତ ପାପ ଧୋଇଗଲା। ଯେମିତିକି ଗଙ୍ଗାରେ ବୁଡ଼ ମାରିଲେ ସମସ୍ତ ପାପ ଧୋଇଯାଏ, ମୋର ପାପ ସବୁ ଧୋଇଗଲା ଆପଣଙ୍କୁ ଦର୍ଶନ କରି। ବ୍ରହ୍ମେଣ ବ୍ରହ୍ମ ତୁ ଯୋଗେଣ ଯୋଗେଶ୍ୱର। ଆପଣ ହେଉଛନ୍ତି ବ୍ରାହ୍ମଣ କୂଳ, ଆପଣ ଏମିତି ଋଷି, ଆପଣ ହେଉଛନ୍ତି ବ୍ରାହ୍ମଣ କୂଳର ବ୍ୟକ୍ତି କିନ୍ତୁ ହେଇଛନ୍ତି ଋଷି, ମହାନ ଋଷି। ତେଣୁ ଆହୁରି ପୁଣ୍ୟ ଫଳ ମୋତେ ମିଳିଲା। କ୍ଷତ୍ରିବୃତ ପଣେ ଅଟୁ ତୁ ଚକ୍ରଧର। ତେଣୁ କ୍ଷତ୍ରିୟମାନଙ୍କ ପାଇଁ ତୁ ହେଉଛୁ ବୈରୀ ସଦୃଶ, କ୍ଷତ୍ରିୟମାନଙ୍କୁ ନାଶ କରିଛି। ଯିଏ ତୁମ ସମ୍ମୁଖରେ ବେଶୀ ଗର୍ବ ଦେଖେଇଛି, ଅହଙ୍କାର ଦେଖେଇଛି, ତାଙ୍କର ବିନାଶ କରିଛ ତୁମେ। ମୋହର ଉତ୍ସବ ଯେ ପୁତ୍ରଙ୍କର ବିବାହ, ଦୟାକରି ଦେଖି ଅଇଲୁ ତୁ ଅବା। ଶୁଣ ରସବରେ ହସଇ ପଶୁମଣି, ହସଇ ପଶୁମଣି ଏଥକୁ ଅଇଲି ବୀର ତୁର ଶୁଣି। ସେଇଠୁ ରସଭରେ କହୁଛନ୍ତି, ରାଗ ରଖିକି କହୁଛନ୍ତି କ'ଣ, ଏଥକୁଟି ଅଇଲି ବୀର ତୋର ଶୁଣି। ବୀରବାଦ୍ୟ ଶୁଣିକି ମୋର ଧ୍ୟାନ ଭଙ୍ଗ ହେଲା ଏବଂ ମୁଁ ଆସିଛି। ଇଏ ମହାମଣ୍ଡଳେ ତୁ ଅଟୁ ମହାରାଜା, ମୋହର ଆଗେ ଆସି ବଜାଇବୁ ବାଜା। ତ ଇଏ ମହାମଣ୍ଡଳରେ ତୁ ଏମିତି ରାଜା ହେଇଛୁ, ମୋ ଆଗରେ ଆସି ତୁ ବାଜା ବଜାଇବୁ? ତୋ ତ ମୁଁ କ୍ଷତ୍ରିୟ ଅଛି, ଆଉ ଆନ ଅତି ବଡ଼ ରାଜା ତୁ, ଅଯୋଧ୍ୟା ରାଜନ। ତୁ ତ ବହୁତ ବଡ଼ ରାଜା ମୁଁ ଜାଣିଛି,
ତୁ ହଉଛୁ ଅଯୋଧ୍ୟାର ରାଜା। ଯେତେକ ରାଜା ଥିଲେ ମୃତ୍ୟୁ ପରେ ସବୁଁ ଉତ୍ତମ ତୁ ଅଟୁ ନୃପବର। ସବୁ ରାଜାଙ୍କ ମଧ୍ୟରେ ତୁ ଭଲ ରାଜା, ଉତ୍ତମ ରାଜା, ତେଣୁ ତୋର ହତ୍ୟା ମୁଁ କରି ନାହିଁ। ବୀର ତୁର ବଜାଇ ସାଧୁ ଅଛ ମହି, ରବି ତଳେ ସମ ନହିବେ ତୋତେ କେହି। ତୁମେ କିନ୍ତୁ ମୋ ସମ୍ମୁଖରେ କାହିଁକି ବୀରବାଦ୍ୟ ବଜେଇଲ? ଆଜ ପରୀକ୍ଷା କରିବା ତ ନା ତୋହର ଇଏ ବଳ, ପର୍ଶୁ ଗାରେ ମୁଣ୍ଡ ହୋଇବ ବେନି ଫାଳ। ଆଜି ପରୀକ୍ଷା କରିବା କିଏ ଅଧିକା ବଳଶାଳୀ, ତେବେ ସେ ବୋଲିବା ତୁ ବଡ଼ାଇ ନୃପତି। ଏହା ସାମାନ୍ୟ ନାହିଁ କେହି କ୍ଷତ୍ରିୟ। ପରୀକ୍ଷା କଲେ ଜଣାପଡ଼ିବ ତୁ ବଳଶାଳୀ କିମ୍ବା ମୁଁ ବଳଶାଳୀ। ସଦାଶିବ ଧନୁ ଭାଙ୍ଗିଲା ଯେବଣ ହିଁ ପୁତ୍ର, ଇଏ ତୋହର କାହିଁ ବୋଲେ ବୋଲଇ ଭୃଗେ ଯତ୍ର। ତୋ ପୁତ୍ର ତ ବହୁତ ପରାକ୍ରମୀ, ମୁଁ ଶୁଣିଲି ଶିବଙ୍କର ଧନୁକୁ ସେ ଭଙ୍ଗ କରିଛି ଏବଂ ସୀତାଙ୍କୁ ବିବାହ କରିଛି। ତାହାର ବଳେ ଯେ ବଜାଉ ବୀର ତୁର, କାହିଁ ଅଛି ପୁତ୍ର ଦେଖିବା ନୃପବର। ତୁ ଭାବୁଛୁ କି ତୋ ପୁତ୍ର ଶିବଧନୁ ଭଙ୍ଗ କଲା ବୋଲି ଏତେ ପରାକ୍ରମୀ ହୋଇଗଲା ଏବଂ ତାର ପରାକ୍ରମ ବଳରେ ତୁ ଏଠି ବୀରବାଦ୍ୟ ବଜାଉଛୁ? କାହିଁ ତୋ ପୁଅକୁ ମୋ ସମ୍ମୁଖକୁ ଆଣ, ମୁଁ ତାକୁ ଦେଖିବି। ଏତେ ବୋଲି ପଶୁ ଦଣ୍ଡେ ଯାଇ ପୋଷଇ, ଯେଣେ ଯିବ ତେଣେ ଦଣ୍ଡଭଗ୍ନ ଦିଶଇ। ରଥ ଗଜ ଅଶ୍ଵେ ପାଇକ ପଳାନ୍ତି, ଦୃଷ୍ଟି ପଶରେ ପାଏ କେହି ନ ରହନ୍ତି। ଏବଂ ଯେଉଁମାନେ ଥିଲେ ଘୋଡ଼ା, ହାତୀ, ସୈନ୍ୟ, ସାମନ୍ତ ଯେଉଁମାନେ ବି ଥିଲେ ସମସ୍ତେ ଭୟ ପାଇକି ସେଠୁ ପଳେଇଲେ, ଦୂରକୁ ପଳେଇଲେ। କେବଳ ଏଇ କଠୋର ନ ପିଟଇ ପୁଣି, କେବଳ ଏଇ ପୁଣ ପକାଇ ଶିର ହାଣି। ସମସ୍ତେ କିଏ ହାଣି ପକେଇବ, ମାରି ପକେଇବ କହିକି ସମସ୍ତେ ତ୍ରାହି ତ୍ରାହି ଡାକି ସେଠୁ ପଳେଇଲେ। କେବଳ ଏଇ ପୁଣ ନୟନ ହୋଇବ ଦଣ୍ଡ, କେବଳ ଏଇ ପୁଣ କାଟଇ ମୁଣ୍ଡ। କେବଳ ଏଇ ଆହା ଆଜ ନେବ ପ୍ରାଣ, ଭେଟି ପଡ଼ିଲା ତହୁଁ ଦ୍ୱିତୀୟ ଯମ ରାଣ। ଆଜି ଦ୍ୱିତୀୟ ଯମ ସହିତ ଭେଟ ହୋଇଗଲା କହିକି ସମସ୍ତେ ସେଠୁ ଛତ୍ରଭଙ୍ଗ ଦେଲେ। ପଳାନ୍ତି ସଇନି ପଛକୁ ନ ଚାହିଁ, ଝାଡ଼ ବାଡ଼ ଓହାଡ଼େ ରହୁଛନ୍ତି ଯାଇ। କିଏ ଦୂରକୁ ପଳେଇଲା, କିଏ ସେଇ ଝାଡ଼ ଲଟା ବୁଦା ଏଥିରେ ଲୁଚିକି ରହିଲା। ବଶିଷ୍ଠ ବିଶ୍ୱାମିତ୍ର ଦଶରଥ ରାଏ, ଯେଣେ ପ୍ରାୟ ପଶୁ ତେଣେ ସେ ଗୋଡ଼ାଏ। ବଶିଷ୍ଠ ବିଶ୍ୱାମିତ୍ର ଦଶରଥ ରାଏ, ତେଣୁ ବଶିଷ୍ଠ ଦଶରଥ ଏମାନେ ଯେଉଁମାନେ ବି ଥିଲେ ଇଏ ତାଙ୍କ ପଛରେ ଗୋଡ଼େଇଛନ୍ତି। କିଏ? ପର୍ଶୁରାମ। ଯେଣେ ପ୍ରାୟ ପଶୁ ତେଣେ ଗୋଡ଼ାଏ, ଶ୍ରୀରାମ ସନ୍ନିଧି ମିଳିଲା ଯାଇ, ପଶୁ ଭାଡ଼ିଲା କପମୁଖ ହୋଇ। ଏମିତି ଗୋଡ଼ାଗୋଡ଼ି ଚାଲିଥିବା ଭିତରେ ରାମଚନ୍ଦ୍ର ସମ୍ମୁଖକୁ ଆସିଛନ୍ତି। ରାମଚନ୍ଦ୍ରଙ୍କ ସହିତ ଭେଟ ହେଇଛି ପର୍ଶୁରାମଙ୍କର। ପଶୁ ଭାରିଲା କପମୁଖ ହୋଇ, ଦଶରଥ ରାଜା ହୋଇଲାକୁ ଆଗ। ଯେତେବେଳେ ସେ କ୍ରୋଧାନ୍ୱିତ ହୋଇଛନ୍ତି ରାମଚନ୍ଦ୍ରକୁ ଦେଖି, ଦଶରଥ ସମ୍ମୁଖକୁ ଆସିଛନ୍ତି। ଭୋ କ୍ଷତ୍ରିୟବର ତୁ ଛାଡ଼ ରାଗ, ଅପୁତ୍ରିକ ପୁତ୍ର ମାରିବ କେବଳ ସଧେ, ନିନ୍ଦା ପାଇବ ତ୍ରୈଲୋକ ମଧ୍ୟେ। ତେଣୁ ମୋ ପୁଅକୁ ଛାଡ଼ିଦିଅ, ତୁମେ ବରଂ ମୋତେ ମାରିଦିଅ କିନ୍ତୁ ମୋ ପୁଅକୁ ଛାଡ଼ିଦିଅ। ସୂର୍ଯ୍ୟବଂଶ ତୋତେ ନୁହଁଇ ନା ଦୋଷୀ, କିମ୍ପାଇଁ ପୁତ୍ରକୁ ମୋହର ପକାଇବୁ ନାଶୀ। ଏ ସୂର୍ଯ୍ୟବଂଶୀ ରାଜାମାନେ ତୁମର କୌଣସି କ୍ଷତି କରିନାହାନ୍ତି, କାହିଁକି ମୋ ପୁଅକୁ ତୁମେ ହତ୍ୟା କରିବ? ଏହାକୁ ମାଇଲେ ଏଠାରୁ ବଂଶ ସରଇ, ଏତେ ବୋଲି ରାଜା ପଶୁପାଦେ ପଡ଼ଇ। କହିଲେ ମୋର ବଂଶ ନାଶ ହେଇଯିବ ଏହାକୁ ମାରିଦେଲେ, ତେଣୁ ତୁମେ ଏହାକୁ ଛାଡ଼ିଦିଅ କହି ତାଙ୍କ ପାଦ ତଳେ ପଡ଼ିଯାଇଛନ୍ତି। ଦନ୍ତେ ତୀରଣ ଧରି କରଇ ଦଇନି, କେବଳ ରକ୍ଷା କର ମୋତେ ବ୍ରହ୍ମମୁନି। ସେ ଦାନ୍ତରେ ତୀରଣ କୁଟା ଭଳିଆ ଘାସ ଧରିକି କହୁଛନ୍ତି ମୋତେ କ୍ଷମା କରିଦିଅ, ଆଉ ଏଭଳିଆ ଭୁଲ କେବେ ହେବ ନାହିଁ। ପୁଅନ୍ତ ଛାଡ଼ି ମୋତେ ପକା ମାରି, ମୋର ଦୋଷ ନାହିଁ ତୋତେ ତ ପଚାରି। ତେଣୁ ମୋ ପୁଅକୁ ଛାଡ଼ିଦେ, ପରନ୍ତୁ ମୋତେ ହତ୍ୟା କରିଦିଅ। ରାଜାର ପ୍ରବୋଧନ ଘେନଇ ଋଷି, ପୁଣି ଶ୍ରୀରାମ ଛାମୁରେ ମିଳେ ଆସି। ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ ପରଶୁରାମଙ୍କ ଉପରେ, ଶ୍ରୀରାମଙ୍କ ସାମ୍ନା ସାମ୍ନି ହେଇଛନ୍ତି। କପେଣ ବୋଇଲେ ତୁ ଶୁଣ ରଘୁନାଥ, ଈଶ୍ୱର ଧନୁ କେମନ୍ତେ କଲୁ ହତ। ତେଣୁ ସେ କହୁଛନ୍ତି ତୁ କହ ଈଶ୍ୱର ଧନୁ ଶିବଧନୁକୁ ତୁ କେମିତି ଭଙ୍ଗ କଲୁ? ଇନ୍ଦ୍ର ହିଁ ତୋଳି ନ ପାରଇ, ତାହା ସାମାନ୍ୟ ବଳ କି ବୋହେ ତୋର ବାହା। ଯେଉଁ ଶିବଧନୁକୁ ଇନ୍ଦ୍ର ଟେକି ପାରିବେ ନାହିଁ, ଯାହାର ଇନ୍ଦ୍ର ଟେକିବାର ସାମର୍ଥ୍ୟ ନାହିଁ, ତୁ କେମିତି ତାକୁ ଟେକିଲୁ ଏବଂ ଭାଙ୍ଗିଲୁ? କେତେ ବଳ ଅଛି କି ତୋ ବାହୁରେ? ମେରୁ ହୁଁ ଗୋରୁ ସେ ବଜ୍ରଠୁ ଆଣ୍ଟ ହୋଇ। ତେଣୁ ମେରୁ ପର୍ବତଠୁ ସେ ଆହୁରି ଭାରି, ବଜ୍ରଠୁ ସେ ଅଧିକ ଶକ୍ତିଶାଳୀ। ଇଏ ତୋର ଭୁଜ ଲାଗି ସେ ଧନୁ ତୁଟଇ, ତୋର ଏଇ ହାତ ଲାଗିକି ସେ ଧନୁ ଭାଙ୍ଗିଗଲା। ଯେବଣ ଧମୁନେ ତ୍ରିପୁରା ପ୍ରାଣ ହାରି, ତାହା ହାତେ ଭାଙ୍ଗିଲୁ ତୁ ଦୁଇ ଖଣ୍ଡ କରି। ତୁ ତାକୁ ପୁଣି ଦୁଇ ଖଣ୍ଡ କରିଦେଲୁ, ଯେ ତ୍ରିପୁରକୁ ନାଶ କରିପାରିବ ଯେଉଁ ଧନୁ। ଦଶରଥ ବୋଲନ୍ତି ଶୁଣୁ ଶ୍ରୀରାମ, ପଶୁଧରଙ୍କ କ୍ଷତ୍ରିଙ୍କର ତମ, ଏହାଙ୍କ ଚରଣେ ତୁ ନମସ୍କାର କର। ତେଣୁ ଦଶରଥ ସେତେବେଳେ ବାଧ୍ୟ ହୋଇକରି ରାମଚନ୍ଦ୍ରକୁ କହୁଛନ୍ତି ଇଏ ହେଉଛନ୍ତି ପରଶୁରାମ, ଇଏ କ୍ଷତ୍ରିୟଙ୍କର ତମ ବା ଯମ ସଦୃଶ୍ୟ। ତେଣୁ
ଆଙ୍କର ପାଦ ତଳେ ପଡ଼ିଯାଅ, ତୁମେ ନମସ୍କାର କର, ଏହା କଲ୍ୟାଣୀ ତୋତେ ଐଶ୍ୱର୍ଯ୍ୟ ଅପାର। ସେ ଚାହିଁଲେ ତୋତେ ଅନେକ ଐଶ୍ୱର୍ଯ୍ୟ ମିଳିବ। ଶୁଣିଲି ଶ୍ରୀରାମ ପିତାଙ୍କର ଏସନକ ବାଣୀ, ସୁକାସୁନ ଓହ୍ଲାଇ ଆସନ୍ତି ରଘୁମଣି। ସେଠୁ ସିଏ ମଧ୍ୟ ଓହ୍ଲେଇଲେ ତାଙ୍କ ରଥରୁ। ଶ୍ରୀରାମ ସୀତାଙ୍କୁ ଛାଡ଼ି ତଳେ ଉଭା ହୁଅନ୍ତି, ତୁମ୍ଭେ ପରଶୁରାମ ବୋଲିଣ ବୋଲନ୍ତି। ଏବଂ ସେ ଓହ୍ଲେଇଲେ, ସୀତାଙ୍କୁ ଛାଡ଼ି ସୀତାଙ୍କ ସହିତ ଉପବେଶନ କରିଥିଲେ ଏବଂ କହିଲେ, ତୁମେ ହେଉଛ ତାହେଲେ ପରଶୁରାମ, ଅପାର କାଳର ତ ପୁରାତନ ଋଷି, ଶୁଣିଥିଲୁ ଆମ୍ଭେ ଦେଖିଲୁନି ଆସି। ଆମେ କେବେ ଦେଖିନଥିଲୁ, ଆଜି ଦେଖିବାର ସୌଭାଗ୍ୟ ପାଇଲୁ। କେବଳ କାରଣେ ଓଇଲେ ତପବନ୍ତ, କହସି କଥା ତୁଣ ଶୁଣିମାକ ତଥ୍ୟ। ତେଣୁ ଆମେ ତୁମ ପାଖରୁ କିଛି ଶୁଣିବା ପାଇଁ ଚାହୁଁଛୁ, ତୁମେ କୁହ। ରାମ ବୋଇଲେ, ଶୁଣ ଭୃଗୁପତି, କର ଶିଶେ ଅବା ତୋହର ମିଳ ଏଇ ଯୁଗତି। ଇଏ ମୋହର ଶିର ଛେଦିବୁ କଠୋରେ, ତୋତେ କମ୍ପମନ ନାହିଁ ପଶୁ ଧରେ। ସେଠୁ ରାମଚନ୍ଦ୍ର କହୁଛନ୍ତି, ତୁମେ ଯଦି ମୋତେ ହତ୍ୟା କରିବା ପାଇଁ ଚାହୁଁଛ କରିପାର, କିନ୍ତୁ ଗୋରୁ ବ୍ରାହ୍ମଣେ ମୁଁ ନମାର କରଇ ରସ, ତେଣୁ ସେ କପେ ତୋତେ ହିଁ ଅମରିଷ। ତେଣୁ ମୁଁ ଚାହିଁଲେ ଯୁଦ୍ଧ କରିପାରିଥାନ୍ତି, କିନ୍ତୁ ଗୋ ବ୍ରାହ୍ମଣ ଏମାନଙ୍କୁ ହତ୍ୟା କରିବା ଉଚିତ ନୁହଁ। ତୁମେ ହେଉଛ ବ୍ରାହ୍ମଣ କୂଳରେ ଜାତ, ତେଣୁ ମୁଁ ଅସ୍ତ୍ର ଧରିବି ନାହିଁ। ଯାହା ବୋଲିବୁ ତାହା ପାଳିବ ଇ ଆଜ୍ଞା, ଅଳପ ମାତ୍ରେ ମୁଁ ନ କରିବି ଅବଜ୍ଞା। ତେଣୁ ଆପଣ ଯାହା କହିବେ ମୁଁ ତାହା ମାନିବି। ଶ୍ରୀରାମ ବଚନ ଏସନ ଆର୍ତ ଶୁଣି, ଧନୁ ଗୋଡ଼ାଇ ଦେଲେ ଭୃଗୁମଣି। ଶ୍ରୀରାମଙ୍କ ପାଖରୁ ଏଇଭଳି ବାକ୍ୟ ଶୁଣିଲା ପରେ ସେ ନିଜର ଯେଉଁ ଧନୁ, ବୈଷ୍ଣବା ଧନୁ, ତାକୁ ସେ ବଢ଼େଇ ଦେଇଛନ୍ତି। କାହାକୁ? ରାମଚନ୍ଦ୍ରଙ୍କୁ। ଇଏ କଦଣ୍ଡ ଯେବେ ଦେଇପାରୁ ଗୁଣ, ଜାଣିମା ତୋହର କେତେ ଅଛି ପ୍ରାଣ। ତୁ ତ ଶିବଧନୁ ଭାଙ୍ଗିଛୁ, ତେଣୁ ମୋର ଏଇ କଦଣ୍ଡ, ମୋର ଏଇ ଧନୁରେ ଗୁଣ ଦେଇକି ଥରେ ଦେଖା। ସରାସନ ଥିଲା ପରଶୁରାମ ହସ୍ତେ, ଦକ୍ଷିଣ ଭୁଜେ ତାହା ନେଲେ ରଘୁନାଥେ। ତେଣୁ ରାମଚନ୍ଦ୍ର ମଧ୍ୟ ତାକୁ ଧରିଛନ୍ତି। ବାମ ଭୁଜେ ଦେଲେ ନଦିଲେ ବାମ ପାଦ, ଗୁଣ ଦିଅନ୍ତି ପରଶୁରାମ ହୋଇଲେ ତପତ। ତେଣୁ ସେ ହାତ ଏବଂ ଗୋଡ଼ର ସାହାରା ନେଇକରି ସେ ଏମିତି ଗୁଣ ଜଖି ଦେଇଛନ୍ତି। ଗୁଣ ଦିଅନ୍ତି ପରଶୁରାମ ହୋଇଲା ତପତ। ପରଶୁରାମ ମୋତେ ଆଶ୍ଚର୍ଯ୍ୟ ହୋଇଗଲେ। କଦଣ୍ଡ ଧନୁ, ଏଇ ଯେଉଁ କଦଣ୍ଡ ଅଛି, ବୈଷ୍ଣବା କଦଣ୍ଡ, ଏଥିରେ ମଧ୍ୟ ଏଇ ଗୁଣ ଦେଉଛନ୍ତି। ସୀତା ଚାହିଁଥିଲେ ସୁକାସନେ ବସି, ସୀତାକୁ ତ ଇଏ ଛାଡ଼ି ଦେଇକରି ଆସିଛନ୍ତି। ସୀତା ଦେଖୁଥିଲେ ଏ ଦୃଶ୍ୟ, ସୀତା ଚାହୁଁଥିଲେ। ପୁଣ ସପତୁଣୀ ହୋଇଲା କ ମୋତେ ଆସି। ସୀତା ସେ ଅଲଗା ଧାରଣା ନେଲେ। ସେ କ'ଣ ଭାବୁଛନ୍ତି, ଇଏ ତ ଆଉ ଗୋଟେ ଧନୁ କ'ଣ ଧରିଲେଣି। ଗୋଟେ ଶିବ ଧନୁ ଭାଙ୍ଗିକରି ମୋତେ ବାହା ହେଇଥିଲେ, ମୋ ବାପା ମୋତେ ଦାନ କରିଥିଲେ। ଇଏ ତ ଆଉ ଗୋଟେ ଧନୁ ଧରିଲେଣି। ଇଏ ଆଉ ଗୋଟେ ଧନୁ ଯଦି ଭାଙ୍ଗିଦେବେ, ଏ ଋଷି ଆଉ ଗୋଟେ କନ୍ୟା ଦେଇଦେବ, ତାହେଲେ ମୁଁ କ'ଣ କରିବି? ମୋ ତ ସୌତୁଣୀ ହେଇଯିବ। ଏ ବାହାଘର ତ ବେଶୀ ଦିନ ହେଇନି, ମୁଁ ଆଉ ଗୋଟେ ସୌତୁଣୀ ପାଇବି। ପୁଣ ତ ସପତୁଣୀ ହୋଇଲା କ ମୋତେ ଆସି, ମୋହର ପିଓର ସେ ଧନୁ ସମର୍ପିଲା, କଦଣ୍ଡ ଆମଞ୍ଚେ ମୋତେ ବିବାହ କଲା। ଏ କଦଣ୍ଡ ଆମଞ୍ଚିକରି ମୋତେ ବିବାହ କରିଛି। ଇଏ ତ ଇଏ ଋଷି ଦେଇ ସରାସନ, ଚାପ ଆମଞ୍ଚିଲେ ଦେବ କନ୍ୟାଦାନ। ଇଏ ଯଦି ଚାପକୁ ଆମଞ୍ଚିବେ, ଧନୁରେ ଗୁଣ ଦେବେ, ତାହେଲେ ଇଏ ମୋତେ ଗୋଟେ କନ୍ୟା ଦେବ। ମାସେ ପକ୍ଷେ ନ ହୋଇଲା ମୋତେ ସୁସ୍ଥ, ପୁଣି ତ ସପତୁଣୀ ହୋଇଲା ବିଧାତ। ଯେ ଗୋଟେ ମାସ ବି ଗଲାନି, ଗୋଟେ ପକ୍ଷ ବି ଗଲାନି, ମୋତେ ସୌତୁଣୀ ମିଳିବାର ଥିଲା। କେତେ ସୁନ୍ଦର ଦେଖ ଥିମ୍ ଗୋଟେ ସେ ଆଣିଛନ୍ତି, ଯେ ସୀତାଙ୍କର ଗୋଟେ ମନସ୍ତତ୍ଵ, ଗୋଟେ ନାରୀ ମନସ୍ତତ୍ଵ କେତେ ସୁନ୍ଦର ଭାବରେ ସେ ଉପସ୍ଥାପନ କରିଦେଇଛନ୍ତି ବଳରାମ ଦାସ ଏଠି। ଶ୍ରୀରାମ ସତ୍ୟ କଲେ ଅଗ୍ନି ଛୁଇଁ, ନିଶ୍ଚୟ ସପତୁଣୀ ମୋତେ ନ କରିବା ପାଇଁ। ରାମ ତ କଥା ଦେଇଥିଲେ ଦ୍ୱିତୀୟ ବିବାହ କରିବେ ନାହିଁ। ଏବେ ତ ଧନୁ ରାମ ଧରନ୍ତି ଆଗୋସାର, ଅସତ୍ୟ ପୁରୁଷଙ୍କ ଏମନ୍ତ ବ୍ୟବହାର। ତାହେଲେ ପୁରୁଷ ଜାତିଟା ହେଉଛି ଅସତ୍ୟ। ମୋତେ କହିଥିଲେ ହାତ ଧରିଲା ବେଳେ ଦ୍ୱିତୀୟ ବିବାହ କରିବେ ନାହିଁ, କିନ୍ତୁ ଇଏ ତ ଦ୍ୱିତୀୟ ବିବାହ କରିବା ପାଇଁ ଯାଉଛନ୍ତି, ଯାହା ଜଣାପଡ଼ୁଛି। ଏ ପୁରୁଷ ଜାତି ଠିକ୍ ନାହିଁ, ଏମାନେ ଅସତ୍ୟ। ଏମନ୍ତ କଥା ସୀତା ମନେ ବିଚାରିଲେ, ବିହି ଯାହା ଲିହି ଅଛି ବୋଇଲେ। ଏମିତି ଚିନ୍ତା କରିକି କହିଲେ, ହଉ ଯାହା ଭାଗ୍ୟରେ ଅଛି। ଏଥୁ ଅନନ୍ତରେ ଶ୍ରୀରାମ ଧନୁ ଧରି, ଦକ୍ଷିଣ କର୍ଣ୍ଣ ପର୍ଯ୍ୟନ୍ତେ ଆଣିଲେ ଉଛୁରି। ସେଠୁ ଧନୁରେ ଗୁଣ ଦେଲେ, ପୁରା ଦକ୍ଷିଣ କର୍ଣ୍ଣ ପର୍ଯ୍ୟନ୍ତ ଏମିତି ଟାଣିଛନ୍ତି। ପ୍ରସୁ ନାରାଜେ ଦେଲେ କ ବଢ଼ାଇ, ତାହାର ରଘୁନାଥ ଗୁଣରେ ବସାଇ। ହସିଣ ବୋଲନ୍ତି ପ୍ରସୁ ବିନ୍ଧିବା କାହିଁକି, ଇହ ଲୋକ ପରଲୋକ ବୋଲିବ ଯହିଁକି। ସେଠୁ ଇଏ କହୁଛନ୍ତି, ତାହେଲେ ମୁଁ କେଉଁଠି ବିନ୍ଧିବି କୁହ। ତୁମେ ସ୍ୱର ଦେଇଛ, ମୁଁ ଗୁଣ ଦେଇଛି, ଏ ଗୁଣ ଛାଡ଼ିବି ତ କେଉଁଠି ବିନ୍ଧିବି କହ। ଭୃଗୁପତି ବୋଇଲା, ପରଲୋକ ଭେଦ, ଇଏ ମୋହର ଦୁସ୍ତର ପାପ ଭାର ଛେଦ। ଯେ ପରଲୋକ, ଯେଉଁଠି ମୃତ୍ୟୁ ପରେ ମଣିଷମାନେ ପହଞ୍ଚନ୍ତି, ସେଇ ପରଲୋକକୁ ତୁମେ ଭେଦ କର, କାରଣ ପରଲୋକରେ ମୋର ବହୁତ ପାପ ରହିଛି।
ମୁଁ କ୍ଷତ୍ରିୟମାନଙ୍କୁ ଅକାରଣରେ ମାରିଛି, ସେ ପାପ ଭାର ଗୁଡ଼ାକ ସେଠୁ କଟିଯାଉ। ଇଏ ମୋହର ଦୁସ୍ତର ପାପ ଭାର ଛେଦ, ବ୍ରାହ୍ମଣ ହୋଇଣୁ ମୁଁ କ୍ଷତ୍ରିୟ ବୋଧ କଲି, ଅନ୍ତ ହେ ଅନେକ ମନୁଷ୍ୟ ମାଇଲି। ମୁଁ ବ୍ରାହ୍ମଣ ହେଇକରି କ୍ଷତ୍ରିୟମାନଙ୍କୁ ମାରିଛି, ଅନେକ ମନୁଷ୍ୟ ମାରିଛି, ତେଣୁ ମୋର ପାପ ଭାର ସେଠି ଅଛି, ମୁଁ ଆଉ ସ୍ୱର୍ଗକୁ ଯାଇପାରିବି ନାହିଁ ସେ ପାପ ଭାର ଥିଲେ। ତେଣୁ ସେ ପାପ ଭାର ଗୁଡ଼ାକ ଯେଉଁ ଅଛି ପରଲୋକରେ, ତାକୁ ତୁମେ ଛେଦ କରିଦିଅ। ସ୍ୱର୍ଗକୁ ଗଲେ ମୋତେ ଲାଗିବ ଅବଶ୍ୟ ପାପ, ତୁ ସେ ଶ୍ରୀରାମ ହର ମୋହର ତାପ। ତେଣୁ ଶ୍ରୀରାମ ତୁ ତ ବହୁତ ପରାକ୍ରମୀ, ସେ ପାପକୁ ହରଣ କର। ପରଲୋକ ମୋର ଛେଦ ରଘୁ ସାଇଁ, ଯେମତେ ସ୍ୱର୍ଗପୁର ନ ପୋଷଇ ମୁଇଁ। ଶୁଣିନ ଶ୍ରୀରାମ ପେଶିଲେ କସର, ବେଗେ ଛେଦି ପକାଇଲେ ପରଶୁରାମ ପାପ ଭାର। ସେଠୁ ସେ ଯେଉଁ ପରଲୋକକୁ ବା ସ୍ୱର୍ଗଲୋକକୁ ସେ ତୀର ମାରିଲେ ଏବଂ ସେଠି ପରଶୁରାମଙ୍କର ଯେତେ ପାପ ଥିଲା ସବୁ ପାପ ଖଣ୍ଡନ ହେଇଗଲା। ଉଛୁଳିବାର ଘାଏ ବାଜିଲା କଦଣ୍ଡ, ମଧ୍ୟଠାକୁ ସେ ହୋଇଲା ବେନିଖଣ୍ଡ। ଏବଂ ତୀର ଛାଡ଼ି ଦେଇଛନ୍ତି, ସିଆଡ଼େ ପାପ ଭାର ଖଣ୍ଡନ ହେଇଯାଇଛି ପରଶୁରାମଙ୍କର, ଏପଟେ ଧନୁ ମଧ୍ୟ ଭାଙ୍ଗି ଯାଇଛି। ଏ ଦୃଶ୍ୟକୁ ଦେଖିକି ସ୍ୱର୍ଗମାନେ ମଧ୍ୟ ଖୁସି ହେଇଛନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଖୁସି ହେଇଛନ୍ତି। ସ୍ୱର୍ଗେ ଦେବତାଏ ହୋଇଲେ ଆନନ୍ଦ, ହୁଳ ହୁଳି ଦିଅନ୍ତି ଅପ୍ସରୀ ବୃନ୍ଦ। ତେଣୁ ସ୍ୱର୍ଗର ଦେବତାମାନେ ଖୁସି ହେଇଗଲେ ଏବଂ ଅପ୍ସରୀମାନେ ମଧ୍ୟ ହୁଳ ହୁଳି ଦେଲେ। ଇଏ ଥିଲା କବିତା, ଏଠି ଇଏ ସରିଲା। ଭାରି ସୁନ୍ଦର କବିତାର ଅଂଶ ବିଶେଷ ଥିଲା, ରାମାୟଣର ଅଂଶ ବିଶେଷ ଇଏ।